ଗପଟିର ନାଁ ହେଉଛି ଅପମାନ। ତାହେଲେ ପିଲାମାନେ ଆଜି ଆମେ ଏହି ଅପମାନ ନାମକ ଗପଟିକୁ ଶୁଣିବା ଆଉ ଏହି ଗପରୁ ଆମେ କିଛି ଶିଖିବା। ହେଲା କି ପିଲାମାନେ? ତମେମାନେ ସୁନା ପିଲା ପରି ମନ ଦେଇକି ଶୁଣିବ। ହେଲା, ମୁଁ ଗପଟି ଆରମ୍ଭ କରୁଛି। ଗାଁ ପାଖ ବଣ ଭିତରେ ପୋଖରୀଟିଏ ଥାଏ। ତା କୂଳରେ ଔଗଛ ଡାଳରେ ବଗଟିଏ ବସା ବାନ୍ଧିଥାଏ। ପୋଖରୀରୁ ମାଛ ଓ କଙ୍କଡ଼ା ଧରି ସେ ଖାଏ। ପାଖ କିଆବୁଦା ଭିତରେ ବିଲୁଆଟାଏ ଘର କରିଥାଏ। ସେ ବଗ ସହିତ ସାଙ୍ଗ ହୋଇଗଲା। ଦୁଇଜଣ ଖୁସି ଗପ କରନ୍ତି। ବଗ ବିଲୁଆକୁ କଙ୍କଡ଼ା ଖାଇବାକୁ ଦିଏ। ହେଲା କି ପିଲାମାନେ? ଆଉ ବିଲୁଆ ବଗକୁ ମାଂସ ଖଣ୍ଡ ଖାଇବାକୁ ଦିଏ। ହେଲା, ହସ ଖୁସିରେ ତାଙ୍କର ଦିନ ଯାଏ। ଦିନେ କ'ଣ ହେଇଛି କି ପିଲାମାନେ? ନା ଦିନେ ବିଲୁଆ ବଗ ସହ ମଜା କରିବାକୁ ଭାବିଲା। ସେ ତାକୁ ନିଜ ଘରକୁ ନିମନ୍ତ୍ରଣ କଲା। ଗୋଟାଏ ଚଟକା ଥାଳିରେ କିଛି କ୍ଷୀରି ଆଣି ସେ କହିଲା, ସାଙ୍ଗ ଆସ କ୍ଷୀରି ଖାଇବା। ନିଜେ ଥାଳିରୁ ଚାଟି ଚାଟି କ୍ଷୀରି ଖାଇବାକୁ ଲାଗିଲା। ମାତ୍ର ବଗ ତା ଲମ୍ବା ଥଣ୍ଟରେ ଥାଳିରୁ କ୍ଷୀରି ଖାଇପାରିଲା ନାହିଁ। ସବୁ କ୍ଷୀରି ଖାଇସାରି ବିଲୁଆ ବଗକୁ ପଚାରିଲା, ସାଙ୍ଗ କ୍ଷୀରିର ସ୍ୱାଦ କିପରି ହୋଇଛି? ବଗକୁ ଅପମାନ ଲାଗିଲା। ସେ କିଛି ନ କହି ଟିକିଏ ହସିଦେଲା। ଆଉ ଦିନେ ବଗ ବିଲୁଆକୁ ନିମନ୍ତ୍ରଣ କଲା। ଗୋଟାଏ ସରୁମୁହାଁ ମାଠିଆରେ କ୍ଷୀରି ରଖି ସେ ବିଲୁଆକୁ ଡାକିଲା। ବିଲୁଆ ମାଠିଆ ଭିତରୁ ଖାଇପାରିଲା ନାହିଁ। ବଗ ନିଜର ଲମ୍ବା ଥଣ୍ଟରେ ସବୁତକ କ୍ଷୀରି ଖାଇଦେଲା। ତା ଥଣ୍ଟରୁ ଯାହା ତଳେ ପଡ଼ୁଥାଏ ବିଲୁଆ ସେତକ ଚାଟୁଥାଏ। ଖାଇସାରି ବଗ ପଚାରିଲା, ବିଲୁଆ ଭାଇ, ମୋ କ୍ଷୀରି ତୁମ କ୍ଷୀରିଠାରୁ ଅଧିକ ସୁଆଦିଆ ନା? ବିଲୁଆ ଆଉ କିଛି କହିପାରିଲା ନାହିଁ। ହେଲା କି ପିଲାମାନେ? ତାହେଲେ ଆମେମାନେ ଏ ଗପରୁ କ'ଣ ଶିଖିଲେ? ନା ଆମ୍ଭେମାନେ ଏହି ଗପରୁ ଶିଖିଲେ ଯେ ମଜା କରି କାହାକୁ ଅପମାନ ଦିଅ ନାହିଁ। ହେଲା, ମଜା କରି କାହାରିକୁ ଅପମାନ ଦେବା ନାହିଁ। ହେଲା, ମଜା କରି କାହାକୁ ଅପମାନ ଦେବ ନାହିଁ। ହେଲା, ତାହେଲେ ପିଲାମାନେ ଗପଟି ତୁମମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ମୁଁ ତୁମମାନଙ୍କ ପାଇଁ ପୁଣି ନୂଆ ନୂଆ ଏବଂ ଶିକ୍ଷଣୀୟ ଗପ ନେଇକି ଆସିବି। ଆଜି ପାଇଁ ରହିଲି ପିଲାମାନେ। ଧନ୍ୟବାଦ ପିଲାମାନେ।